नमस्कार ଆଉ ସ୍ୱାଗତ। ଆଜି ଆମେ 2011 ଜନଗଣନା ତଥ୍ୟକୁ ନେଇ ଏକ ଗଭୀର ଆଲୋଚନା କରିବା। ଏଗୁଡ଼ିକ ଦେଖିବାକୁ ତ କେବଳ କିଛି ସଂଖ୍ୟା, କିନ୍ତୁ ଏହା ପଛରେ ଲୁଚି ରହିଛି ପ୍ରକୃତ ଓଡ଼ିଶାର କାହାଣୀ। ହଁ, ଏକଦମ। ଏହି ସଂଖ୍ୟାଗୁଡ଼ିକ ଗୋଟିଏ ଗୋଟିଏ ଦର୍ପଣ ଭଳି, ଯାହା ଆମ ସମାଜର, ଆମ ଅର୍ଥନୀତିର ପ୍ରତିବିମ୍ବ ଦେଖାଏ। ଆଉ ସେହି ପ୍ରତିବିମ୍ବ ଭିତରେ ଗୋଟିଏ ନୁହେଁ, ବରଂ ଦୁଇଟି ଓଡ଼ିଶାର ଚିତ୍ର ସ୍ପଷ୍ଟ ଦେଖାଯାଏ। ଗୋଟିଏ ଆଗଉଥିବା ଓଡ଼ିଶା ଆଉ ଅନ୍ୟଟି ଅନ୍ୟଟି ହୁଏତ ଟିକେ ପଛରେ ରହିଯାଇଥିବା ଓଡ଼ିଶା। ତେବେ ଚାଲନ୍ତୁ ଏହି ସଂଖ୍ୟା ଭିତରକୁ ଯାଇ ସେହି କାହାଣୀକୁ ବୁଝିବା। ଆଚ୍ଛା, ତେବେ ସବୁଠୁ ମୂଳ ତଥ୍ୟରୁ ଆରମ୍ଭ କରିବା। 2011ରେ ଓଡ଼ିଶାର ମୋଟ ଜନସଂଖ୍ୟା ଥିଲା ପାଖାପାଖି 4,20,00,000। ମାନେ 4,19,74,218, ଯାହା ସେତେବେଳେ ଭାରତର ମୋଟ ଜନସଂଖ୍ୟାରୁ ପ୍ରାୟ 3.47% ଥିଲା। ଆଉ ଏହି ହିସାବରେ ଆମେ ଜନସଂଖ୍ୟା ଦୃଷ୍ଟିରୁ ଭାରତର ଏକାଦଶ ରାଜ୍ୟ ଥିଲୁ। ହଁ, କିନ୍ତୁ ପ୍ରକୃତ କାହାଣୀଟା ଆରମ୍ଭ ହୁଏ ଯେତେବେଳେ ଆମେ ରାଜ୍ୟ ସ୍ତରରୁ ଜିଲ୍ଲା ସ୍ତରକୁ ଆସିବା। ଠିକ୍ କଥା। ଗୋଟିଏ ପଟେ ଅଛି ଗଞ୍ଜାମ, ଯୋଉଠି ସବୁଠୁ ଅଧିକ ଲୋକ ଥିଲେ, ପ୍ରାୟ 35 ଲକ୍ଷରୁ ଅଧିକ। ଆଉ ଅନ୍ୟପଟେ ଅଛି ଦେବଗଡ଼, ସେଠି ମାତ୍ର 3,12,000। ବାପରେ, ଏତେ ବଡ଼ା ତଫାତ୍! ମାନେ ଗୋଟିଏ ଗଞ୍ଜାମ ଭିତରେ 10ଟା ଦେବଗଡ଼ ରହିଯିବ? ଏମିତି ଭାବନ୍ତୁ, ଏହି ତୁଳନାଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା କେବଳ ଜନସଂଖ୍ୟାର ତାରତମ୍ୟ ନୁହେଁ। ତାହେଲେ ଏହା ଆଉ କ'ଣ ଦର୍ଶାଉଛି? ଏହା ଆମ ରାଜ୍ୟ ଭିତରେ ଥିବା ବିକାଶ ଆଉ ସମ୍ବଳର ଅସମାନ ବଣ୍ଟନକୁ ଦର୍ଶାଉଛି। ଗୋଟିଏ ଜିଲ୍ଲା ପାଇଁ ଯୋଜନା କରିବାକୁ ଗଲେ ଆପଣଙ୍କୁ 35 ଲକ୍ଷ ଲୋକଙ୍କ କଥା ଭାବିବାକୁ ପଡ଼ିବ, ଆଉ ଗୋଟିଏ ପାଇଁ ମାତ୍ର 3 ଲକ୍ଷ। ଦୁଇଟିର ଆହ୍ୱାନ ସମ୍ପୂର୍ଣ୍ଣ ଅଲଗା। ନିଶ୍ଚୟ। ଏମିତିକି ଶିଶୁ ଜନସଂଖ୍ୟାରେ ବି ସେ ଏକା କଥା। ଗଞ୍ଜାମରେ ସର୍ବାଧିକ, ଦେବଗଡ଼ରେ ସର୍ବନିମ୍ନ। ତାହେଲେ ଜନସଂଖ୍ୟାର ଘନତା କଥାକୁ ଆସିବା। ମାନେ ପ୍ରତି ବର୍ଗ କିଲୋମିଟରରେ କେତେ ଲୋକ ରହୁଛନ୍ତି, ସେଠିରେ ବି ଏହିଭଳି ଆକାଶ ପାତାଳ ଫରକ ଥିବ। ନିଶ୍ଚିତ ଭାବେ। ଓଡ଼ିଶାର ହାରାହାରି ଘନତା ଥିଲା 270। ଆଚ୍ଛା। କିନ୍ତୁ ଖୋର୍ଦ୍ଧା ଜିଲ୍ଲାକୁ ଦେଖନ୍ତୁ, ସେଠି ପ୍ରତି ବର୍ଗ କିଲୋମିଟରରେ 800 ଲୋକ। 800? ହଁ, ଆଉ କନ୍ଧମାଳରେ ମାତ୍ର 91। ଖୋର୍ଦ୍ଧାରେ ଏତେ ଭିଡ଼ର କାରଣ ତ ସ୍ପଷ୍ଟ, ରାଜଧାନୀ ଭୁବନେଶ୍ୱର। ହଁ, ଉପର ଦେଖିଲେ ତ କାରଣଟା ସେଇଆ, କିନ୍ତୁ ଏହା ପଛର କଥାଟା ଆହୁରି ଗଭୀର। ଭୁବନେଶ୍ୱର ଗୋଟେ ଚୁମ୍ବକ ଭଳି କାମ କରୁଛି। ଚୁମ୍ବକ ଭଳି? ମାନେ ଏହା ସାରା ରାଜ୍ୟର ସୁଯୋଗ, ପୁଞ୍ଜି ଆଉ ପ୍ରତିଭାକୁ ନିଜ ଆଡ଼କୁ ଟାଣି ଆଣୁଛି। ବୁଝିଲି। ଏହା ଯୋଗୁଁ ଖୋର୍ଦ୍ଧା ଭଳି ଜାଗା ଅଧିକ ବିକଶିତ ହେଉଛି, କିନ୍ତୁ କନ୍ଧମାଳ ଭଳି ଜିଲ୍ଲା, ଯୋଉଠି ପାହାଡ଼ ଜଙ୍ଗଲ ଅଛି, ସେଠୁ ଲୋକ ସୁଯୋଗ ଖୋଜି ବାହାରକୁ ଆସୁଛନ୍ତି। ଏହା ତାହେଲେ କେବଳ ଭୌଗୋଳିକ ସ୍ଥିତି ନୁହେଁ, ଏହା ଅର୍ଥନୈତିକ କେନ୍ଦ୍ରୀକରଣର ଏକ ସ୍ପଷ୍ଟ ଚିତ୍ର। ଏକଦମ ଠିକ୍ କହିଲେ। ଏଇଠି ଆଉ ଗୋଟେ ମଜାଦାର ତଥ୍ୟ ଅଛି। 10 ବର୍ଷ ଭିତରେ ଜନସଂଖ୍ୟା ବୃଦ୍ଧି ହାର। ହଁ, 2001ରୁ 2011 ଭିତରେ। ସବୁଠୁ ବେଶି ବୃଦ୍ଧି ହାର ଦେଖାଯାଇଥିଲା ବଲାଙ୍ଗୀରରେ, ପ୍ରାୟ 23.32%। ଆଉ ସବୁଠୁ କମ୍? ସବୁଠୁ କମ୍ ଥିଲା ଜଗତସିଂହପୁରରେ, ମାତ୍ର 7.50%। ଏଇଟା ଟିକେ ଓଲଟା ଲାଗୁନି? ସାଧାରଣତଃ ଆମେ ଭାବୁ ଯେ ବିକଶିତ ଜାଗାରେ ଜନସଂଖ୍ୟା ବଢ଼େ। ଏଇଟା ହିଁ ସେଇ ଦୁଇଟି ଓଡ଼ିଶାର ଆଉ ଏକ ପ୍ରମାଣ। କଥାଟା ହେଉଛି, ଜଗତସିଂହପୁର ଭଳି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସାକ୍ଷରତା ଅଧିକ। ଆଚ୍ଛା। ତେଣୁ ପରିବାର ନିୟୋଜନ କାର୍ଯ୍ୟକ୍ରମ ଅଧିକ ସଫଳ ହୋଇଛି, ଆଉ ଲୋକମାନେ କାମ ପାଇଁ ବାହାରକୁ ବି ଯାଉଛନ୍ତି। ତେଣୁ ବୃଦ୍ଧି ହାର କମିଛି। ହଁ, କିନ୍ତୁ ବଲାଙ୍ଗୀର ଭଳି ପଶ୍ଚିମ ଓଡ଼ିଶାର ଜିଲ୍ଲା, ଯୋଉଠି ସାମାଜିକ ଅର୍ଥନୈତିକ ସ୍ଥିତି ଟିକେ ପଛରେ, ସେଠି ଜନ୍ମହାର ଅପେକ୍ଷାକୃତ ଅଧିକ। ଠିକ୍। ତେଣୁ ଏହି ବୃଦ୍ଧିହାର କେବଳ ସଂଖ୍ୟା ନୁହେଁ, ଏହା ସେହି ଅଞ୍ଚଳର ସାମାଜିକ ବିକାଶର କାହାଣୀ କହୁଛି। ତାହେଲେ ଆମେ ଯେଉଁ ଗାଁ ସହର କଥା କହୁଛୁ, ସେଥିରେ ବି ଏହି ଦୁଇଟି ଓଡ଼ିଶାର ଚିତ୍ର ସ୍ପଷ୍ଟ ଦେଖାଯାଉଥିବ। ନିଶ୍ଚୟ। 2011ରେ ଓଡ଼ିଶାର 83.31% ଲୋକ ଗାଁରେ ରହୁଥିଲେ। ମାତ୍ର 16.69% ଲୋକ ସହରରେ। ହଁ, ଏହା ଦର୍ଶାଉଛି ଯେ ଓଡ଼ିଶାର ଆତ୍ମା ଆଜି ବି ଗାଁରେ ବାସ କରେ। ଆମ ଅର୍ଥନୀତିର ମେରୁଦଣ୍ଡ ହେଉଛି କୃଷି। ଏହା ଆମର ଶକ୍ତି, କିନ୍ତୁ ଏହା ଆମ ପାଇଁ ଏକ ଆହ୍ୱାନ ମଧ୍ୟ। କେମିତି? କାରଣ ଯଦି ଗ୍ରାମୀଣ ଅର୍ଥନୀତି ଦୁର୍ବଳ ହୁଏ, ତେବେ ରାଜ୍ୟର 83% ଲୋକ ସିଧାସଳଖ ପ୍ରଭାବିତ ହୁଅନ୍ତି। ଠିକ୍ କଥା। ଆଉ ଜିଲ୍ଲା ହିସାବରେ ଦେଖିଲେ ତ ଏହି ତଫାତ୍ ଆହୁରି ବଡ଼। ଖୋର୍ଦ୍ଧାରେ ପ୍ରାୟ ଅଧା ଲୋକ, ମାନେ 48.61% ଲୋକ ସହରରେ ରହୁଥିଲେ।
ଅନ୍ୟପଟେ ବୌଦ୍ଧ ଜିଲ୍ଲାରେ 100ରୁ 5 ଜଣ ବି ସହରରେ ରହୁନଥିଲେ, ମାତ୍ର 4.63%। ଏହାକୁ ଦେଖିଲେ ଏମିତି ଲାଗୁଛି ଯେ ଯେମିତି ବିକାଶଟା ଗୋଟେ ହାଇୱେ ଯୋଉଠି ଖୋର୍ଦ୍ଧା ସୁନ୍ଦରଗଡ଼ ଭଳି ଜିଲ୍ଲା ଫୁଲ୍ ସ୍ପିଡ୍ରେ ଯାଉଛି। କିନ୍ତୁ ବୌଦ୍ଧ ନୂଆପଡ଼ା ଭଳି ଜିଲ୍ଲା ଏବେ ବି ସର୍ଭିସ୍ ରୋଡ୍ରେ ଫସି ରହିଛି। ଆପଣଙ୍କ ଉପମାଟି ଏକଦମ ଠିକ୍। ଯେଉଁଠି ଶିଳ୍ପ ଅଛି, ଖଣି ଅଛି, ବ୍ୟବସାୟ ଅଛି, ସେଠି ସହରୀକରଣ ବଢ଼ିଛି। ଆଉ ବାକି ସବୁ ପଛରେ ପଡ଼ିଯାଇଛନ୍ତି। ଏହା ହିଁ ତ ଆଞ୍ଚଳିକ ଅସମାନତା। ହଁ, ଆଉ ଏହାକୁ ଦୂର କରିବା ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ତେବେ ଏହି ଯେଉଁ ବିକାଶର ଅସମାନତା, ଏହା ନିଶ୍ଚୟ ଆମ ସାମାଜିକ ସଂରଚନା ଉପରେ ବି ପ୍ରତିଫଳିତ ହେଉଥିବ। ନିଶ୍ଚୟ ହେଉଥିବ। ଆମର ଅନୁସୂଚିତ ଜାତି ବା ଏସ୍ସି ଏବଂ ଜନଜାତି ବା ଏସ୍ଟି ସମୁଦାୟଙ୍କ ତଥ୍ୟ ଏ ବିଷୟରେ କ'ଣ କହୁଛି? ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। 2011ରେ ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ 17.13% ଥିଲେ ଏସ୍ସି ଆଉ ଏସ୍ଟି? ଏବଂ ପ୍ରାୟ 22.8% ଥିଲେ ଏସ୍ଟି। ଏହାର ଅର୍ଥ ରାଜ୍ୟର ପ୍ରାୟ 1/4 ଲୋକ ହେଉଛନ୍ତି ଆଦିବାସୀ। ଏହା ତ ଏକ ବହୁତ ବଡ଼ ସଂଖ୍ୟା। ହଁ, ସମଗ୍ର ଭାରତରେ ଆଦିବାସୀ ଜନସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ତୃତୀୟ ସ୍ଥାନରେ ଅଛି, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରେ। ତାମାନେ ଏହା କେବଳ ଏକ ପରିସଂଖ୍ୟାନ ନୁହେଁ? ନା, ଏହା ଆମ ଓଡ଼ିଶାର ପରିଚୟ। ଆମ ସଂସ୍କୃତି, କଳା, ପରମ୍ପରାର ଏକ ବଡ଼ ଅଂଶ ଏହି ଆଦିବାସୀ ସମାଜରୁ ହିଁ ଆସିଛି। ଆଉ ଏଠାରେ ବି ସେହି ଆଞ୍ଚଳିକ ତାରତମ୍ୟ ଦେଖିବାକୁ ମିଳୁଛି। ହଁ, କେମିତି? ମୟୂରଭଞ୍ଜ ଜିଲ୍ଲାରେ ମୋଟ ଜନସଂଖ୍ୟାର 58.15% ହେଉଛନ୍ତି ଆଦିବାସୀ। ମାନେ ସେଠାରେ ଅଧାରୁ ବେଶୀ ଲୋକ ଆଦିବାସୀ। ହଁ, ଅନ୍ୟପଟେ ପୁରୀ ଜିଲ୍ଲାକୁ ଦେଖନ୍ତୁ, ସେଠାରେ ଏହି ସଂଖ୍ୟା 1%ରୁ ବି କମ୍, ମାତ୍ର 0.36%। ଏତେ ବଡ଼ ଫରକ। ଏହା ଓଡ଼ିଶାର ଇତିହାସ ଏବଂ ଭୂଗୋଳକୁ ଦର୍ଶାଉଛି। ମୟୂରଭଞ୍ଜ, କୋରାପୁଟ, ସୁନ୍ଦରଗଡ଼ ଭଳି ଜିଲ୍ଲାଗୁଡ଼ିକ ଆଦିବାସୀ ସଂସ୍କୃତିର କେନ୍ଦ୍ରସ୍ଥଳ। ଆଉ ଉପକୂଳବର୍ତ୍ତୀ ଅଞ୍ଚଳରେ ସେମାନଙ୍କର ସଂଖ୍ୟା କମ୍। ଠିକ୍। ଏହା ସରକାରଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ବର୍ଗର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ, ସ୍ୱତନ୍ତ୍ର ଯୋଜନା ଆଉ ସେମାନଙ୍କର ଅଧିକାରକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ଯଦି ବିକାଶ ଏତେ ଅସମାନ ଭାବରେ ବଣ୍ଟା ହୋଇଛି, ତେବେ ମୁଁ ଅନୁମାନ କରୁଛି ସାକ୍ଷରତା ହାରରେ ମଧ୍ୟ ଏହାର ପ୍ରତିଫଳନ ଦେଖିବାକୁ ମିଳିବ। ଆପଣଙ୍କର ଅନୁମାନ ଏକଦମ ଠିକ୍। 2011ରେ ଓଡ଼ିଶାର ହାରାହାରି ସାକ୍ଷରତା ହାର ଥିଲା ପ୍ରାୟ 72.9%। କିନ୍ତୁ ଏହା ଭିତରେ ଥିବା କାହାଣୀଟି ଅଧିକ ଗୁରୁତ୍ୱପୂର୍ଣ୍ଣ। ପୁରୁଷ ସାକ୍ଷରତା ଥିଲା 81.59%। ଆଉ ମହିଳା ସାକ୍ଷରତା? ସେଇଟା ଥିଲା ମାତ୍ର 64.01%। ପ୍ରାୟ 17%ରୁ ଅଧିକ ଫରକ। ହଁ, ଏହି ଫରକ ଦେଖାଉଛି ଯେ ସେତେବେଳେ ଝିଅମାନଙ୍କୁ ପାଠ ପଢ଼ାଇବାରେ ଆମ ସମାଜ କେତେ ପଛରେ ଥିଲା। ଗୋଟେ ମିନିଟ୍, ଜିଲ୍ଲା ସ୍ତରର ତଥ୍ୟ ଦେଖିଲେ ତ ମୁଣ୍ଡ ଘୂରେଇ ଯାଉଛି। ଖୋର୍ଦ୍ଧାରେ ସାକ୍ଷରତା ହାର ଥିଲା ସର୍ବାଧିକ 86.88%। ଆଉ ସର୍ବନିମ୍ନ? ସର୍ବନିମ୍ନ ଥିଲା ନବରଙ୍ଗପୁରରେ, ମାତ୍ର 46.43%। କ'ଣ କହିଲେ? 46%? ହଁ, ଏହାର ମାନେ 2011ରେ ନବରଙ୍ଗପୁରର ଅଧାରୁ ବେଶୀ ଲୋକ ନିଜ ନାଁ ଲେଖିପାରୁନଥିଲେ କି ପଢ଼ିପାରୁନଥିଲେ। ଏକଥା ଭାବିବାକୁ ବି କଷ୍ଟ ହେଉଛି। ଦେଖନ୍ତୁ, ନବରଙ୍ଗପୁରର ଏହି ସଂଖ୍ୟା କେବଳ ଶିକ୍ଷାର ଅଭାବ ନୁହେଁ, ବରଂ ଏହା ଏକ ବ୍ୟବସ୍ଥାଗତ ବିଫଳତାର ସଂକେତ। ବ୍ୟବସ୍ଥାଗତ ବିଫଳତା? ହଁ, ଏହାର କାରଣ କେବଳ ସ୍କୁଲ କମ୍ ଥିବା ନୁହେଁ, ଏହା ଦେଖାଉଛି ଯେ ଆମର ଶିକ୍ଷାନୀତି ହୁଏତ ସେଠାକାର ଭାଷା, ସଂସ୍କୃତି ସହିତ ଖାପ ଖାଉ ନାହିଁ। ଯେତେବେଳେ ପିଲାଟିଏ ତା ନିଜ ମାତୃଭାଷାରେ ପଢ଼ିବାର ସୁଯୋଗ ପାଏ ନାହିଁ, ସେତେବେଳେ ସେ ପାଠପଢ଼ାରୁ ଦୂରେଇ ଯାଏ। ଖୋର୍ଦ୍ଧା ଆଉ ନବରଙ୍ଗପୁର ଭିତରେ ଥିବା ଏହି 40%ର ଫରକ ହିଁ ସେହି ଦୁଇଟି ଓଡ଼ିଶାର ସବୁଠୁ ବଡ଼ ପ୍ରମାଣ। ଆମେ ଏପର୍ଯ୍ୟନ୍ତ ଯାହା ବି ଆଲୋଚନା କଲେ, ସବୁଆଡ଼େ ଏହି ଅସମାନତାର ଚିତ୍ର ଦେଖିଲେ। କିନ୍ତୁ ଗୋଟିଏ କ୍ଷେତ୍ର ଅଛି ଯେଉଁଠି ଏହି ତଥାକଥିତ ପଛୁଆ ଜିଲ୍ଲାଗୁଡ଼ିକ ପ୍ରକୃତରେ ବାଟ ଦେଖାଇଛନ୍ତି। ଆଚ୍ଛା, କେଉଁ କ୍ଷେତ୍ରରେ? ଲିଙ୍ଗାନୁପାତ। ହଁ, ଏହା ଏହି ତଥ୍ୟର ସବୁଠାରୁ ଆଶାଜନକ ଏବଂ ଆଶ୍ଚର୍ଯ୍ୟକର ଦିଗ। ପ୍ରତି 1000 ପୁରୁଷରେ କେତେ ଜଣ ମହିଳା ଅଛନ୍ତି? ଓଡ଼ିଶାର ହାରାହାରି ଥିଲା 979। ଯାହା ଜାତୀୟ ହାରଠାରୁ ଭଲ, କିନ୍ତୁ ଜିଲ୍ଲା ସ୍ତରରେ ଯାହା ଦେଖିବାକୁ ମିଳିଲା ତାହା ଚମକାଇ ଦେବା ଭଳି। ରାୟଗଡ଼ା ଜିଲ୍ଲାରେ ଲିଙ୍ଗାନୁପାତ ଥିଲା 1051। ବାଃ, ମାନେ ସେଠାରେ ପୁରୁଷଙ୍କଠାରୁ ମହିଳାଙ୍କ ସଂଖ୍ୟା ଅଧିକ। ହଁ, ଅନ୍ୟପଟେ ସବୁଠାରୁ କମ୍ ଥିଲା ନୟାଗଡ଼ ଜିଲ୍ଲାରେ, ମାତ୍ର 915। ଏହାର କାରଣ କ'ଣ ହୋଇପାରେ? ରାୟଗଡ଼ା, କୋରାପୁଟ, କନ୍ଧମାଳ ଭଳି
ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଉନ୍ନତ ଲିଙ୍ଗାନୁପାତ ଦେଖିବାକୁ ମିଳେ। ହୁଁ ଏହା ସାଧାରଣତଃ ଆଦିବାସୀ ସମାଜରେ ମହିଳାମାନଙ୍କୁ ଦିଆଯାଉଥିବା ସମ୍ମାନ ଆଉ କନ୍ୟା ସନ୍ତାନ ପ୍ରତି ଥିବା ସକାରାତ୍ମକ ଦୃଷ୍ଟିକୋଣର ପ୍ରତିଫଳନ ବୋଲି କୁହାଯାଏ। କିନ୍ତୁ ଏହା ତ ଏକ ଭଲ ଦିଗ। ଏଥିରେ ଆଉ କିଛି ସମ୍ଭାବନା ଅଛି କି? ହଁ, ଗୋଟିଏ ପ୍ରଶ୍ନ ଉଠେ। କି ପ୍ରଶ୍ନ? ଏମିତି ହୋଇପାରେ କି ଯେ ସେହି ଜିଲ୍ଲାଗୁଡ଼ିକରୁ ପୁରୁଷମାନେ କାମ କରିବା ପାଇଁ ବହୁ ସଂଖ୍ୟାରେ ବାହାର ରାଜ୍ୟକୁ ଚାଲିଯାଆନ୍ତି? ଓହୋ, ତେଣୁ ଗାଁରେ କେବଳ ମହିଳାମାନେ ରହିଯାନ୍ତି ଆଉ ସଂଖ୍ୟାଟା ଏମିତି ଦେଖାଯାଏ? ଏହା ଏକ ଅତ୍ୟନ୍ତ ବୈଧ ପ୍ରଶ୍ନ ଏବଂ ସତ କହିବାକୁ ଗଲେ ଏହା ହିଁ ଅଧିକ ସମ୍ଭବ। ତାମାନେ ଏହା ଦୁଇଟି ଯାକ କାରଣର ମିଶ୍ରଣ? ହଁ, ଗୋଟିଏ ପଟେ ସାଂସ୍କୃତିକ ଦୃଷ୍ଟିକୋଣ ଯାହା କନ୍ୟାଭ୍ରୂଣ ହତ୍ୟାକୁ ପ୍ରଶ୍ରୟ ଦିଏ ନାହିଁ, ଆଉ ଅନ୍ୟପଟେ ଅର୍ଥନୈତିକ ବାଧ୍ୟବାଧକତା ଯାହା ପୁରୁଷମାନଙ୍କୁ ପ୍ରବ୍ରଜନ ପାଇଁ ବାଧ୍ୟ କରେ। ବୁଝିଲି। ତାମାନେ କୌଣସି ଗୋଟିଏ ତଥ୍ୟକୁ ଆମେ ସରଳ ଭାବରେ ଦେଖିପାରିବା ନାହିଁ। ଏକଦମ। ତା ପଛରେ ଅନେକ ଜଟିଳ ସାମାଜିକ ଏବଂ ଅର୍ଥନୈତିକ କାରଣ ଲୁଚି ରହିଥାଏ। ଶେଷରେ ଧାର୍ମିକ ସଂରଚନା ଉପରେ ଟିକେ ନଜର ପକାଇବା। ତଥ୍ୟ ଅନୁସାରେ ଓଡ଼ିଶାରେ ସର୍ବାଧିକ ଥିଲେ ହିନ୍ଦୁ, ପ୍ରାୟ 93.63%। ତାପରେ ଖ୍ରୀଷ୍ଟିଆନ 2.77% ଏବଂ ମୁସଲମାନ 2.17%। ହଁ, ଓଡ଼ିଶା ମୁଖ୍ୟତଃ ଏକ ହିନ୍ଦୁ ବହୁଳ ରାଜ୍ୟ। କିନ୍ତୁ ଏଠାରେ ମଧ୍ୟ ଏକ ଆଞ୍ଚଳିକ ଦିଗ ରହିଛି। ଯେଉଁ ଖ୍ରୀଷ୍ଟିଆନ ଜନସଂଖ୍ୟା ଆମେ ଦେଖୁଛେ, ତାର ଅଧିକାଂଶ ଭାଗ କନ୍ଧମାଳ, ଗଜପତି, ସୁନ୍ଦରଗଡ଼ ଭଳି ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ କେନ୍ଦ୍ରୀଭୂତ। ହଁ, ଏହା ରାଜ୍ୟର ସାମାଜିକ ବିବିଧତାର ଆଉ ଏକ ସୁନ୍ଦର ଉଦାହରଣ। ତେବେ ଆଜିର ଏହି ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା। 2011ର ଜନଗଣନା କେବଳ କିଛି ନୀରସ ସଂଖ୍ୟା ନୁହେଁ। ନା, ଏହା ପ୍ରକୃତରେ ଓଡ଼ିଶାର ଏକ ଏକ୍ସରେ ରିପୋର୍ଟ। ଏହା ଆମକୁ ଦେଖାଇଲା କେମିତି ଗୋଟିଏ ରାଜ୍ୟ ଭିତରେ ଦୁଇଟି ଭିନ୍ନ ଭିନ୍ନ ଓଡ଼ିଶା ବଞ୍ଚି ରହିଥିଲା। ଖୋର୍ଦ୍ଧାର ବିକାଶର ହାଇୱେଠାରୁ ଆରମ୍ଭ କରି ନବରଙ୍ଗପୁର ସର୍ଭିସ ରୋଡ୍ ପର୍ଯ୍ୟନ୍ତ। ଆଉ ଏହା ମନେ ରଖିବାକୁ ହେବ ଯେ ଏହା ଥିଲା 15 ବର୍ଷ ତଳର ଚିତ୍ର। ହଁ, 2011ରୁ 2026। ଏ 15 ବର୍ଷ ଭିତରେ ଅନେକ କିଛି ବଦଳି ଯାଇଥିବ। ସହରୀକରଣ ନିଶ୍ଚୟ ବଢ଼ିଥିବ। ସାକ୍ଷରତା ହାରରେ, ବିଶେଷ କରି ମହିଳା ସାକ୍ଷରତାରେ ଉନ୍ନତି ଆସିଥିବ। ଠିକ୍ କଥା। ଏହି ପୁରୁଣା ତଥ୍ୟ ଆମକୁ ଏକ ଆଧାର ଦେଉଛି, ଯାହା ସାହାଯ୍ୟରେ ଆମେ ଏହି ପରିବର୍ତ୍ତନକୁ ବୁଝିପାରିବା। ହଁ। ଆଉ ଏହା ହିଁ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। କ'ଣ ସେ ପ୍ରଶ୍ନ? ଗତ 15 ବର୍ଷ ଭିତରେ ଏହି ଦୁଇ ଓଡ଼ିଶା ଭିତରେ ଥିବା ଦୂରତା କ'ଣ କମିଛି ନା ଆହୁରି ବଢ଼ିଛି? ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଓଡ଼ିଶା ଆଡ଼କୁ ଆଗଉଛୁ ନା ସେହି ସର୍ଭିସ ରୋଡ୍ ଆଉ ହାଇୱେ ଭିତରେ ଥିବା ଫାଙ୍କା ଆହୁରି ଚଉଡ଼ା ହୋଇଯାଇଛି? ଏହା ହିଁ ଭବିଷ୍ୟତର ଅନୁଶୀଳନ ପାଇଁ ଏକ ଚିନ୍ତାର ଖୋରାକ।